ମୁଁ ଡକ୍ଟର ଭାରତ ଚନ୍ଦ୍ର ମିଶ୍ର, କ୍ୟାନ୍ସର ସ୍ପେଶାଲିଷ୍ଟ। ସାର୍ ଆଜି ନ୍ୟାସନାଲ କ୍ୟାନ୍ସର ଆୱାରନେସ୍ ଡେ, ଆଜ୍ଞା। ଆଜିର ଦିନ କାହିଁକି ପାଳନ କରାଯାଏ ଏବଂ ଏହାର ମୁଖ୍ୟ ଉଦ୍ଦେଶ୍ୟ କ'ଣ? ଦେଖନ୍ତୁ, ଆପଣ ଜାଣିଥିବେ କ୍ୟାନ୍ସର ରୋଗୀ ସଂଖ୍ୟା ଏବେ ଭାରତରେ ଏବଂ ବିଶ୍ୱରେ ବଢ଼ିବାରେ ଲାଗୁଛି। ତେବେ ଆମେ ସେଥିପାଇଁ ଲୋକଙ୍କୁ ସତର୍କ କରିବାର ଆବଶ୍ୟକତା ରହିଛି। ତେବେ ନଭେମ୍ବର 7 ହେଉଛି ମ୍ୟାଡ଼ାମ୍ ମେରି କ୍ୟୁରୀଙ୍କର ବର୍ଥଡେ, ଯିଏ ଜଣେ ସାଇଣ୍ଟିଷ୍ଟ ଥିଲେ ଏବଂ ରେଡ଼ିଓ ଆକ୍ଟିଭିଟି ଉପରେ ତାଙ୍କ ରିସର୍ଚ୍ଚ ହେଇଥିଲା, ଯେଉଁଟା ଏବେ ରେଡ଼ିଏସନ୍ ଥେରାପି ପାଇଁ ଏକ ମୁଖ୍ୟ ଟ୍ରିଟମେଣ୍ଟର ମାଧ୍ୟମ। ତେବେ ତାଙ୍କ ବର୍ଥଡେକୁ ଆମେ ଏଇ ଦିନ ପାଇଁ ସିଲେକ୍ଟ କରିଛୁ ଏବଂ ସେଇ ଦିନରେ ଆମେ ଏଇ ନ୍ୟାସନାଲ କ୍ୟାନ୍ସର ଆୱାରନେସ୍ ଡେ ପାଳନ କରୁଛୁ। କ'ଣ ଆୱାର କରାଯାଉଛି, କିଭଳି ଭାବରେ ଆୱାର କରାଯାଉଛି, କ'ଣ କେଉଁ ଲୋକଙ୍କୁ ମେସେଜ ଦେଖନ୍ତୁ, ଏଇ ଦିନରେ ବହୁତ ଅର୍ଗାନାଇଜେସନ, ଗଭର୍ଣ୍ଣମେଣ୍ଟ ହଉ ବା ନନ୍ ଗଭର୍ଣ୍ଣମେଣ୍ଟ ହଉ, ସେମାନେ ହେଲ୍ଥ କ୍ୟାମ୍ପ କରୁଛନ୍ତି ବା ସଭା ସମିତି କରୁଛନ୍ତି, ଯେଉଁଠି ଲୋକମାନଙ୍କୁ ଏଇ କ୍ୟାନ୍ସର ବିଷୟର ଲକ୍ଷଣ, ପ୍ରତିକାର କ'ଣ କରାଯାଇପାରିବ, ଟ୍ରିଟମେଣ୍ଟ କ'ଣ ଆଭେଲେବୁଲ୍ ଅଛି, ସ୍କ୍ରିନିଂ ଟେଷ୍ଟ କ'ଣ, ସେଇ ବିଷୟରେ ଅବଗତ କରାଯାଉଛି। କାହିଁକି ନା ଏଇ କ୍ୟାନ୍ସରଟା ଜାଣିଥିବେ ଗୋଟେ ଭୟାବହ କ୍ୟାନ୍ସର, ତାର ଟ୍ରିଟମେଣ୍ଟ ରେଜଲ୍ଟ ବହୁତ ଭଲ ନୁହେଁ। ତେବେ ଏର୍ଲି ଷ୍ଟେଜ୍ ଯେତେବେଳେ ଡାୟଗ୍ନୋସ୍ ହେଉଛି, ତାହେଲେ ଆମେ ତାର ଟ୍ରିଟମେଣ୍ଟରେ ସଫଳତା ହାସଲ କରିପାରିବା। ତେଣୁ ଲୋକମାନଙ୍କୁ ଜାଣିବା କଥା ଯେ କିଭାବରେ ସେମାନେ ସତର୍କ ରହିବେ, କ'ଣ କ'ଣ ତାର ଲକ୍ଷଣ ରହିଛି ଆଉ କ'ଣ କ'ଣ ଟ୍ରିଟମେଣ୍ଟର ସୁବିଧା ରହିଅଛି। ସାର୍, ଜଣେ ବ୍ୟକ୍ତି କିଭଳି ଭାବରେ ଜାଣିବ ଯେ ତାକୁ କ୍ୟାନ୍ସର ହେଇଛି, କ'ଣ ଏମିତି ଲକ୍ଷଣ ଦେଖାଯାଏ ତାର ଶରୀରରେ? ଆଜ୍ଞା, ଦେଖନ୍ତୁ, ଆପଣ ଜାଣିଥିବେ ଯେ ବିଭିନ୍ନ କାରଣ ରହିଛି ତା ପାଇଁ। ଯେମିତି ଗୋଟେ କେଉଁ ଜାଗାରେ ମାଂସ ବଢ଼ିଲା, ବହୁତ ଦିନର ଏଇ ମାଂସ ବଢ଼ିଛି କିନ୍ତୁ ଏବେ ସେଇଟା ବଢ଼ିବାରେ ଲାଗିଛି, ତାର ଆକାର ବଢ଼ିବାରେ ଲାଗିଛି। ଆଗରୁ ସାଧାରଣତଃ ସେଠି ବଥା ହେଉନଥିଲା, ଏବେ ବଥା ହେବା ଷ୍ଟାର୍ଟ ହେଉଛି। ତେବେ ଏଇଟା ଗୋଟେ ଲକ୍ଷଣ ହେଇପାରେ। କେଉଁ ଜାଗାରେ ଗୋଟେ ଘା ଅଛି ଯେଉଁଟାକି ଟ୍ରିଟମେଣ୍ଟ ଦେଲା ସତ୍ତ୍ୱେ ତାହା ଠିକ୍ ହେଉନି, ସେଥିରେ ବ୍ଲିଡ଼ିଂ ହେଉଛି। ଆପଣ ମୁହଁରେ କ୍ୟାନ୍ସର ହେଉଛି ଜାଣିଥିବେ। ତେବେ କେଉଁ ବ୍ୟକ୍ତି ଯଦି ଟବାକୋର ସେବନ କରୁଛି ସ୍ମୋକିଂ ହିସାବରେ କିମ୍ବା ଚୋବେଇକି, ତେବେ ତା କେସ୍ରେ ଓରାଲ କ୍ୟାନ୍ସର ହେବାର ସମ୍ଭାବନା ରହିଅଛି। ତେବେ ପାଟିରୁ ଯଦି ଗନ୍ଧ ଆସୁଛି କିମ୍ବା ସେଠୁ ବ୍ଲିଡ଼ିଂ ହେଉଛି, ଘା ଅଛି କିନ୍ତୁ ଶୁଖୁନି, ଜିଭରେ ଅଲସର ଅଛି, ତା ଠିକ୍ ହେଉନାହିଁ, ତେବେ ସେ କ୍ୟାନ୍ସର ହେବାର ସମ୍ଭାବନା ରହିଅଛି। ସେହିପରି ସ୍ତନରେ ଯଦି ପେନ୍ ହେଉଛି, ବଥା ହେଉଛି କିମ୍ବା ଗେଟା ହେଉଛି, ନେପଲରୁ କିଛି ଡିସଚାର୍ଜ ହେଉଛି, ତେବେ ତାହା ବି ବ୍ରେଷ୍ଟ କ୍ୟାନ୍ସର ହେବାର ସମ୍ଭାବନା ରହିଅଛି। ସେହିପରି ଯଦି ଖାସି ହେଉଛି, ଖାସିଟା ବନ୍ଦ ହେଉନାହିଁ, ଖାସିରେ ରକ୍ତ ଯାଉଛି, ତେବେ ଲଙ୍ଗ କ୍ୟାନ୍ସର ହେବାର ସମ୍ଭାବନା ଅଛି। ପେଟରେ ଯଦି ଖାଇବା ଭୋକ ହେଉନାହିଁ, ବାନ୍ତି ହେଉଛି ବାରମ୍ବାର କିମ୍ବା ବାନ୍ତିରେ ରକ୍ତ ଯାଉଛି, ତେବେ ସେ ଷ୍ଟୋମାକ୍ କ୍ୟାନ୍ସରର ଲକ୍ଷଣ ହେଇପାରେ। ସେହିପରି ଆପଣଙ୍କ ଚର୍ମରେ ଯଦି ଘା ହେଉଛି, ସେଇଟା ଶୁଖୁନାହିଁ, ତେବେ ଚର୍ମ କ୍ୟାନ୍ସର ହେବାର ସମ୍ଭାବନା ରହୁଛି। ସେହିପରି ଯଦି କ୍ୟାନ୍ସର ଅନ୍ୟ ଜାଗାକୁ ମାଡ଼ିଯାଏ, ତେବେ ହେଇପାରେ ଆପଣଙ୍କୁ ଜଣ୍ଡିସ୍ ହେଇପାରେ କିମ୍ବା ଆପଣଙ୍କୁ ଭୋକ ନ ହୁଏ, ପେଟରେ ପାଣି ଜମିପାରେ, ତାର ବି ବିଭିନ୍ନ ପ୍ରକାର ଲକ୍ଷଣ ଦେଖାଯାଇପାରେ। ତେବେ ସେଇ ଲକ୍ଷଣ ପ୍ରତି ଆପଣ ସାବଧାନ ରହିବା କଥା ଏବଂ ଆପଣଙ୍କର ପାଖରେ ଥିବା ଡକ୍ଟରଙ୍କୁ ଦେଖେଇକି କିଛି ଟେଷ୍ଟ ମଧ୍ୟ ସେ ପ୍ରେସ୍କ୍ରାଇବ୍ କରିବେ। ସେ ଟେଷ୍ଟରୁ ହିଁ ଜଣାପଡ଼ିବ ଯେ ଆପଣଙ୍କୁ କ୍ୟାନ୍ସର ଅଛି ନା ନାହିଁ। ଦେଖନ୍ତୁ, ପ୍ରିଭେନ୍ସନ୍ ହେଉଛି ଆପଣ ଯେଉଁ ନୋନ୍ କ୍ୟାନ୍ସର ଅଛି କାରଣ ଯାକ, ତାକୁ ଆମେ ଆଭଏଡ଼ କରିବା। ଆମେ ଜାଣିଛୁ ଯେ ଟବାକୋର ସେବନ କଲେ କ୍ୟାନ୍ସର ହେଉଛି, ଆଲକୋହଲ କନଜ୍ୟୁମ୍ କଲେ କ୍ୟାନ୍ସର ହେଉଛି, ଯଦି ଓଜନ ବଢ଼ୁଛି ତାହେଲେ କ୍ୟାନ୍ସର ହେଉଛି, ପଲ୍ୟୁସନକୁ ଏକ୍ସପୋଜର ହେଉଛୁ, ଡଷ୍ଟ ହେଲା, ଆଜବେଷ୍ଟସ୍ ହେଲା, ତେବେ ଏଇ ଏକ୍ସପୋଜର ଯଦି ରହୁଛି ତେବେ ଲଙ୍ଗ କ୍ୟାନ୍ସର ହେବାର ସମ୍ଭାବନା ଅଛି। ତ ଯେଉଁ ନୋନ୍ ଫ୍ୟାକ୍ଟର ଅଛନ୍ତି ତାଙ୍କୁ ଆମେ ଆଭଏଡ଼ କରିବା, ପ୍ରଥମ କଥା। ସେକେଣ୍ଡ, ନିଜର ଲାଇଫଷ୍ଟାଇଲକୁ ଚେଞ୍ଜ କରିବା, ଯେମିତିକି ଆଲକୋହଲକୁ ଛାଡ଼ିବା, ଏକ୍ସରସାଇଜ୍ କରିବା ଆଉ ହେଲ୍ଦି ଖାନା ଖାଇବା, ଆଉ ସେପରି ନିଜର ସ୍କ୍ରିନିଂରେ ପାର୍ଟିସିପେଟ୍ କରିବା। ଏଇ ଜିନିଷ କଲେ ଆମେ ତାକୁ ପ୍ରିଭେଣ୍ଟ କରିପାରିବା। କ'ଣ ବାର୍ତ୍ତା ଦେବେ ଯେ ଆପଣ ଜାଣନ୍ତୁ ଯେ କ୍ୟାନ୍ସରକୁ ଆମେ ଟ୍ରିଟମେଣ୍ଟ କରିପାରିବା। ତେବେ ଆପଣ ଏହି ବାର୍ତ୍ତା ମୁଁ ଦେଉଛି, ଆପଣ ଏଇ ବେମାରୀ ବିଷୟରେ ଜାଣନ୍ତୁ, ଏହାର ଲକ୍ଷଣ କ'ଣ, ଏହାର କେଉଁ ଜାଗାରେ ଟ୍ରିଟମେଣ୍ଟ ଅଛି, ଆଭେଲେବୁଲ୍ ଅଛି। ତ ଆପଣ ଶୀଘ୍ର ଯାଇ ଆପଣଙ୍କ ଯେଉଁ ଲକ୍ଷଣ ଅଛି ସେଥିର ଯାଞ୍ଚ କରାନ୍ତୁ ଏବଂ ଯଦି ଡାୟଗ୍ନୋସିସ୍ ହେଉଛି ତେବେ ତାର ଶୀଘ୍ର ଟ୍ରିଟମେଣ୍ଟ କରାନ୍ତୁ। ସାର୍, ଗୋଟେ କଥା ଚର୍ଚ୍ଚା ହେଉଛି ସବୁବେଳେ, ସାରା ଦେଶରେ ବରଗଡ଼ ଜିଲ୍ଲା ଦ୍ୱିତୀୟ ସ୍ଥାନ ରହିଛି କ୍ୟାନ୍ସର ଗଡ଼ ବି କୁହାଯାଉଛି, କାରଣ ଜିଲ୍ଲାରେ ଅନେକ କ୍ୟାନ୍ସର ପେସେଣ୍ଟ ବାହାରୁଛନ୍ତି। ତାର ପ୍ରମୁଖ କାରଣ କ'ଣ ହେଇଥାଇପାରେ? ବରଗଡ଼ ଜିଲ୍ଲାରେ କାହିଁକି କ୍ୟାନ୍ସର ରୋଗୀଙ୍କ ସଂଖ୍ୟା ବଢ଼ୁଛି?
ଦେଖନ୍ତୁ ଅନ୍ୟ ଜାଗାରେ ଯେପରି ମୁଁ କହିଲି ତାର କାରଣ ଯାକ ନୋନ୍ ଅଛି, ସେହିପରି ବରଗଡ଼ରେ ମଧ୍ୟ କ୍ୟାନ୍ସରର ସଂଖ୍ୟା ବଢ଼ିବାରେ ଲାଗୁଛି। ତେବେ ଏହି ଅଞ୍ଚଳରେ ଆମେ ଦେଖୁଛୁ ଯେ ଷ୍ଟୋମାକ୍ କ୍ୟାନ୍ସର ବା ଇଣ୍ଟେଷ୍ଟାଇନ୍ର କ୍ୟାନ୍ସରର ସଂଖ୍ୟା ମଧ୍ୟ ଅଧିକ। ତେବେ ଖାଦ୍ୟପେୟରେ ବହୁତ ଗୁଡ଼ିଏ ଆମେ ଜାଣୁଛୁ ଯେ ଅପମିଶ୍ରଣ ହେଉଛି। ବେସିକାଲି ଏଠି ବହୁତ ଦିନରୁ ଚର୍ଚ୍ଚାରେ ଚାଲିଛି ଯେ ପେଷ୍ଟିସାଇଡ୍ କିମ୍ବା ଫର୍ଟିଲାଇଜରର ବେଶୀ ୟୁଜ୍ ଏହାର ଗୋଟେ କାରଣ ବୋଲି। ତେବେ ଏଥିପାଇଁ ଆମର ରିସର୍ଚ୍ଚ ଦରକାର ଏବଂ ଜଣାପଡ଼ିବ ସେ ରିସର୍ଚ୍ଚ ପରେ ହିଁ ଜାଣିପାରିବା ଯେ ଏହି କାରଣ ଯୋଗୁଁ ହିଁ କ'ଣ ଏହି ଅଞ୍ଚଳରେ କ୍ୟାନ୍ସର ବଢ଼ିବାରେ ଲାଗିଛି। ତ ଏଥିପାଇଁ ଅଧିକ ରିସର୍ଚ୍ଚ ଦରକାର। ସାର୍ ଆପଣ କ୍ୟାନ୍ସର ବିଶେଷଜ୍ଞ ଭାବେ ଆମେ ଜାଣିବାକୁ ଚାହିଁବୁ ଆପଣଙ୍କଠୁ ଯେ ଆପଣ ଅନେକ ରୋଗୀଙ୍କୁ ଦେଖିଥିବେ, ଆଜ୍ଞା। ଅନେକ ରୋଗୀ ମଧ୍ୟ ଆପଣଙ୍କ ପାଖକୁ ଆସିଥିବେ ଏ ବାବଦରେ ଦେଖିବା ପାଇଁ। ଏମିତି ଗୋଟେ ଘଟଣା କୁହନ୍ତୁ ଯୋଉମାନେ କି ପ୍ରଥମ ଷ୍ଟେଜରୁ ଆସିଥିଲେ, ତାଙ୍କର ଲକ୍ଷଣ ଗୁଡାକ ଦେଖା ଦେଇଥିଲା ଏବଂ ସେମାନେ ଆପଣଙ୍କୁ ଦେଖିଲା ପରେ ସେମାନେ ସୁସ୍ଥ ଅଛନ୍ତି, ବର୍ତ୍ତମାନ ତାଙ୍କର ସ୍ଥିତି କେମିତି ଥିଲା, ଏମିତି ଗୋଟେ ମାନେ ଆମକୁ ଷ୍ଟୋରିଟେ କୁହନ୍ତୁ। ବହୁତ ଗୁଡ଼ିଏ କ୍ୟାନ୍ସର ପେସେଣ୍ଟ ଆସିଛନ୍ତି ଆଉ ଟ୍ରିଟମେଣ୍ଟ ନେଉଛନ୍ତି, ତେବେ ସେମାନେ ସୁସ୍ଥ ରହୁଛନ୍ତି। ତେବେ ଓରାଲ୍ କ୍ୟାନ୍ସର ହଉ ବା ବ୍ରେଷ୍ଟ କ୍ୟାନ୍ସର ହଉ ବା ଷ୍ଟୋମାକ୍ କ୍ୟାନ୍ସର ହଉ, ଯେଉଁମାନେ ସେଇ ମାନେ ଷ୍ଟ୍ରିକ୍ଟ ରହୁଛନ୍ତି ଟ୍ରିଟମେଣ୍ଟର ପ୍ରୋଟୋକଲ୍କୁ, ସେମାନେ ହିଁ ଠିକ୍ ହେଉଛନ୍ତି। ଆମେ ଦେଖୁଛୁ କିଛି ପେସେଣ୍ଟ କ'ଣ ହୁଏ, ଆସିଲା ପରେ ଟ୍ରିଟମେଣ୍ଟ ତ ନେଇଯାଆନ୍ତି, ଅପରେସନ୍ ହେଇଯାଆନ୍ତି, କିନ୍ତୁ ତାପରେ ଯେଉଁ ଆଡ଼ଜୁଭେଣ୍ଟ ଟ୍ରିଟମେଣ୍ଟ ଦରକାର, ଯଦି କିମୋଥେରାପି ହେଲା ବା ରେଡ଼ିଏସନ୍ ଥେରାପି ହେବା, କୌଣସି କାରଣରୁ ସେ ଜିନିଷକୁ ସେମାନେ ଆଭଏଡ଼ କରନ୍ତି। ତେବେ ଟ୍ରିଟମେଣ୍ଟର ଯେଉଁ ଷ୍ଟେପ୍ ଯାକ ଡକ୍ଟରମାନେ ଆଡ଼ଭାଇସ୍ କରନ୍ତି, ସେମାନେ ସେଇ ଟ୍ରିଟମେଣ୍ଟକୁ ପୂର୍ଣ୍ଣ ଭାବରେ ଯଦି ପାଳନ କରିବେ, ତେବେ ହିଁ ସେମାନେ ଟ୍ରିଟମେଣ୍ଟର ଫଳ ପାଇପାରିବେ। ତେବେ ଆମ ପାଖରେ ବହୁତ ପେସେଣ୍ଟ ଆସନ୍ତି, ସେମାନେ ତାଙ୍କର ଟ୍ରିଟମେଣ୍ଟର ପୂର୍ଣ୍ଣ ଭାବରେ କମ୍ପ୍ଲିଟ୍ କରୁଛନ୍ତି ଏବଂ ସୁସ୍ଥ ଜୀବନଯାପନ କରୁଛନ୍ତି। କ୍ୟାନ୍ସର ସହିତ ଲଢ଼େଇ ଆମେ ଜିତିପାରିବା ନିଶ୍ଚିତ ଭାବରେ। ଏଇଟା ତାଙ୍କର ଖାଲି ଫାଇଟିଂ ନୁହେଁ, ଆମ କମ୍ୟୁନିଟିର ମଧ୍ୟ ସହଯୋଗ ଦରକାର। ଆମେ ସେମାନଙ୍କୁ ଏନକରେଜ୍ କରିବା କଥା ଯେ ସେମାନେ ଟ୍ରିଟମେଣ୍ଟ ବୋଲି ହାରିବା କଥା ନୁହଁ, ଆଉ ଟ୍ରିଟମେଣ୍ଟ କମ୍ପ୍ଲିଟ୍ କରିବା କଥା। बरगढ़ मोना साहू रिपोर्ट बरगढ़ टाइम जेकोसी न्यूज देवार लगी आम नंबर के फोन करूँ।